ତା ବିଷୟରେ ଜାଣିବା ପାଇଁ ଯେମିତି କୁଣ୍ଡଲିନୀ ଜାଗ୍ରତ ହେଲା କି କେମିତି ଆଜ୍ଞା ଚକ୍ରରେ ଧ୍ୟାନ କରିବା, ଗୁରୁଙ୍କର ଧ୍ୟାନ କେମିତି କରାଯାଏ କି ସେ ସବୁ ମାର୍ଗରେ କୌଶଳ ଗୁଡାକୁ ଜାଣିବାକୁ ମୋର ଟିକେ ଆଗ୍ରହ। କିନ୍ତୁ ମୁଁ ଜାଣିପାରୁନାହିଁ କି ମାନେ ସେମିତି କିଛି ଅପରଚୁନିଟି ପାଇନାହିଁ ବା କାହାକୁ ଭେଟି ପାରିନାହିଁ ଯେ ମତେ କିଏ ଶିଖେଇ ଦେବେ। ଆଜ୍ଞା ଗୁରୁ କରିଛନ୍ତି ନା? ହଁ ଗୁରୁ ମୁଁ ହଉଛି ଠାକୁର ନିଗମାନନ୍ଦ ପରମହଂସଙ୍କର। ସିଏ ତ ସଦ୍ଗୁରୁ, ପିଓର ସଦ୍ଗୁରୁ। ଆଜ୍ଞା ଆମର ଏମିତି ଯୋଗ ମାର୍ଗ ଏମିତି କିଛି ଶିଖାଯାଏନି ଆମ ଠାକୁରଙ୍କ ଏଠି। ଆମର ଭକ୍ତି ଏବଂ ଏମିତି ଠାକୁରଙ୍କୁ ଭଲ ପାଇବା, ଗୁରୁଙ୍କ କାର୍ଯ୍ୟ ସବୁ କରିବା, ଏମିତି ସବୁ ଇଏ କରାଯାଏ। ଯୋଗ ମାର୍ଗରେ ଯୋଉ କୌଶଳ ଗୁଡାକ ଏମିତି ଆମ ଠାକୁରଙ୍କର ଅଛି ଯୋଗୀ ଗୁରୁ ବୋଲି ଗୋଟେ ପୁସ୍ତକ ଅଛି। ସେ ବହି ପଢିକି ମୋର ଇଚ୍ଛା ହୁଏ ଯେ କୌଶଳ ସବୁ ଶିଖିବା ପାଇଁ, କିନ୍ତୁ ମୁଁ ପ୍ରୋସେସ ଟା ପାଏନି। ଆଚ୍ଛା ମତେ କୁହନ୍ତୁ, ଆମର ଯୋଉ ନିଗମାନନ୍ଦଙ୍କ ସଂସ୍ଥାରେ କେହି ଯୋଗ ଶିଖେଇବା ପାଇଁ କେହି ନାହାନ୍ତି ନା କଣ? ଯୋଗ ସେମିତି ପର୍ଟିକୁଲାର ଶିଖାଯାଏନି, ଆମର ଭକ୍ତି ମାର୍ଗ ଆଲୋଚନା ହୁଏ, ଜ୍ଞାନ ମାର୍ଗର ଆଲୋଚନା ସବୁ ହୁଏ। ତାର ଅର୍ଥ ଏଇଆ ଯେ ସିଏ କହିବା କଥା ଯେ ଆମର ଠାକୁର ନିଗମାନନ୍ଦ ସିଏ ତ ନିଜେ ଠାକୁରତ୍ୱ ପ୍ରାପ୍ତି ହେଇଗଲେ, ତାଙ୍କୁ ଭକ୍ତି ସେବା କଲେ ଆମେ ତାଙ୍କ ଆଶୀର୍ବାଦରୁ ସବୁ ଗୁଡାକ ପାଇଯିବା। ଏଇଟା ସତ ଯେ ହେଲେ କର୍ମ ନ କଲେ ଫଳ ମିଳିବ କି? କେବେ ବିଶ୍ୱାସ ନ କର, ଭାତ କହିଲେ କି ପୁତ ଖୁଦାକୁ ହେବ ଦୂର। ଆମେ ଭକ୍ତି ପାଇବା, ତାଙ୍କୁ ଧ୍ୟାନ କରିବା, ଏଇଟା ଠିକ। କିନ୍ତୁ ଆମେ ଯଦି ଉଚ୍ଚତର ସାଧନା କରିବା ପାଇଁ ଆମକୁ ପଡେ ବା ଆବଶ୍ୟକ ପଡିବ, ସେତେବେଳେ ଆମକୁ କିଛି ଯୋଗ କୌଶଳ ଅବଲମ୍ବନ କରିବା ପାଇଁ ପଡିବ। ଯଦିଓ ନିଗମାନନ୍ଦ ଆମର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ କହନ୍ତି ନିଗମ ପଥ ଦୟା ପଥ ଏକଦମ ସମାନ। ତେଣୁ ନିଗମାନନ୍ଦଙ୍କର ପଥ ଏକଦମ ଠିକ, ହେଲେ ତାଙ୍କ ଯୋଗ କୌଶଳ ମାର୍ଗ କେମିତି ସାଧନା କରିକି କୌଶଳ କରିବ, ସେମିତି ମାର୍ଗ ପ୍ରଦର୍ଶନର କୌଣସି ବହି କି ନିୟମ ସେ ତାଙ୍କର ନାହିଁ ବୋଲିକି ମୋର ବିଶ୍ୱାସ। କାରଣ ମୁଁ ତାନ୍ତ୍ରିକ ଗୁରୁ ଯୋଗୀ ମୁଁ ସେ 4 ଖଣ୍ଡ ଯାକେ ବହି ସବୁ ପଢି ସାରିଛି, କିନ୍ତୁ ସେଥିରେ ଯୋଗ କରିକି କୋଉ କୌଶଳ ମାର୍ଗରେ ଆମେ ଯାଇକି ଟପ୍ ଲେବୁଲରେ ପହଞ୍ଚିବା ସେଇଟା କାହିଁକି କୋଉ ଜାଗାରେ ମୁଁ ଦେଖିବାକୁ ପାଇନି। କିନ୍ତୁ ନିଗମାନନ୍ଦ ପ୍ରକୃତ ଠିକ ସେ ଯାଇଛନ୍ତି, କିନ୍ତୁ ଗୋଟେ ଯାଇସାରିଲା ପରେ ନିଗମାନନ୍ଦ ପୁରା ଉର୍ଦ୍ଧ୍ୱକୁ ଯାଇସାରିଲା ପରେ ସେ ଏମିତି ଗୋଟେ ସରଳ କୌଶଳ ଶିଷ୍ୟ ମାନଙ୍କ ପାଇଁ କୌଣସି ଲେଖି ଯାଇନାହାନ୍ତି ଯୋଉ ଜାଗାରେ କି ଅନ୍ୟ ଗୋଟେ ଶିଷ୍ୟ ତାଙ୍କୁ ଆରାଧନା କରିକି ସେ ବାଟରେ ଯିବ, ମୁଁ ଭାବୁଛି ବୋଧେ ନାହିଁ। ସେ କହିଛନ୍ତି ଯେ ତମ ପାଇଁ ମୁଁ ସମସ୍ତ ସାଧନା ମୁଁ କରିଛି, ମତେ କେବଳ ଭଲ ପାଇ ମୋର ମୁଁ ଜଗତ ପାଇଁ ଯୋଉ ଆଦର୍ଶ ଯୋଉ ଜଗତର ସେବା ପାଇଁ ଯାହା ମୁଁ ସବୁ କରି ଯାଇଛି, ମୋର ଯୋଉ ଇଚ୍ଛା ଯାହା ଜଗତ ହିତକର କର୍ମ ଆଉ ଜୀବ ସେବା ଆଉ ଯୋଉ ଆମର ଯୋଉ ସଂଘ ସବୁ ଥାଏ। ମୋଟ କଥା ଶୁଣନ୍ତୁ, ମୋଟ କଥା ସେ ନିଗମାନନ୍ଦଙ୍କର କହିବା କଥା ତମେ ପୁଣ୍ୟ କର୍ମ କର, ମତେ ସେବା ଏବଂ ଭକ୍ତି କର, ତମେ ଆଉ କିଛି ସାଧନା କର ନା, ମୁଁ ଯାହା କରି ଯାଇଛି ତମକୁ ଅଯାଚିତ ଭାବରେ ମତେ ଭଲ ପାଇଲେ ସବୁ ପାଇବ, ଏମିତି କହିଛନ୍ତି। ଯଦି ଠିକ କଥା ଆମେ ବୁଝିଲେ, କିନ୍ତୁ ସେଇଭଳି ସେବା କରିକିରି ଆପଣ ମାନେ ଯେତେ ଶିଷ୍ୟ ଅଛନ୍ତି କେହି କିଛି ଉପକୃତ ହେଇକି ଉପଲବ୍ଧ କଲେଣି କି ଆତ୍ମ ସାକ୍ଷାତକାର? ହଁ ମାନେ ସେମିତି ତ ଯୋଉମାନେ ସବୁ ଟପ୍ ଲେବୁଲରେ ଅଛନ୍ତି ତାଙ୍କ ସହିତ ତ ଆମେ ଯୋଗାଯୋଗ କରିପାରୁନୁ, କିନ୍ତୁ ଆମକୁ ଲାଗେ ଯେ ସେମାନେ ବହୁତ ମାନେ ଉନ୍ନତ ଏବଂ ତାଙ୍କର ଲେବୁଲଟା ଆମେ ସେ ଏମିତି ଲାଗେ ଯେ ମାନେ କୋଉ ସ୍ଥିତିରେ ଅଛନ୍ତି, ଗୋଟେ ଆନନ୍ଦ ସ୍ଥିତିରେ, ଏବଂ ଆଚ୍ଛା ଠିକ ଅଛି, ଆମେ ଜାଣିପାରୁନା କୋଉ ଲେବୁଲ ଅଛନ୍ତି। ଆମେ କେମିତି ଜାଣିବା? ଶୁଣନ୍ତୁ, ସେମାନେ ଉଚ୍ଚତର ସାଧନା କଲା ପରେ ତାଙ୍କର କୋଉ ସ୍ଥିତିରେ ଅଛନ୍ତି ଆମେ କେମିତି ଜାଣିବା? ଆମେ ଜାଣିପାରିବା, କିନ୍ତୁ ତାଙ୍କୁ ଆପଣ ପଚାରିକି କିଛି କୌଶଳ ତାଙ୍କ ଠାରୁ ପଚାରିଛନ୍ତି କି, କହିଛନ୍ତି କି ସେ ବତେଇ ଦେବା ପାଇଁ ପ୍ରସ୍ତୁତ କି? ନା ସେ କେବେ ପଚାରୁନୁ, ତାଙ୍କ ସହିତ କଣ୍ଟାକ୍ଟ ଆମେ ରଖିପାରୁନୁ। ହଉ ଠିକ ଅଛି। ଯଦି ଆପଣଙ୍କର ଏଇ କୌଶଳଟା ଚାହୁଁଛନ୍ତି, ହେଲା କି, ଯୋଉଟା ମାନେ ନିଗମାନନ୍ଦ କହିଛନ୍ତି ଯୋଉ ପଥ, ସେଇ ପଥ ବି ଆମର ଦୟାନିଧି ପରମହଂସଙ୍କର। ତେଣୁ ମୁଁ ସେ ପଥ ଆପଣଙ୍କୁ କହିଦେବି, କିଛି ଅସୁବିଧା ନାହିଁ। ଜଣେ ଚାହାନ୍ତି ସେଇ ନିଗମାନନ୍ଦଙ୍କୁ ଆରାଧନା କରିକିରି
ତାଙ୍କରି ପାଦରେ ଶରଣ ନେଇକିରି କିନ୍ତୁ ଯୋଗ କୌଶଳ ମୁଁ ବତେଇଦେବି, ତୁମେ କର, ନିଶ୍ଚିତ ଉପରକୁ ଉଠିବ। ହଁ ଅଛି, ତାକୁ ଆମେ କଥାବାର୍ତ୍ତା କେତେବେଳେ ହବା, ଆସିଲେ ଆମେ କଥାବାର୍ତ୍ତା ହେଇକି ବାଟ କହିଦେବି ସବୁ। ଆପଣଙ୍କ ଆଶ୍ରମକୁ ସେଠିକି ଯିବାକୁ ପଡିବ, ସେଠି ସବୁ ଆପଣଙ୍କ ସହିତ ଦେଖା ହେଲେ ଆପଣ କହିବେ। ହଁ, କାରଣ ଏଠି ତ ଆମର ଓଟି ମାତ୍ର ଆଶ୍ରମ ଆଉ ତ ନାହିଁ। ଏବେ ବର୍ତ୍ତମାନ ନିକଟରେ ମାନେ ଗତକାଲି ଜଣେ ଭଦ୍ର ବ୍ୟକ୍ତି ଭୁବନେଶ୍ୱରରୁ ଆସିଥିଲେ, ବୁଝିଲେ, ସିଏ ରସୁଲଗଡରେ ରହୁଛନ୍ତି। ସିଏ ଭାରି ଖୁସି ହେଲେ, ଖୁସି ହେଇକି ମତେ ବି ସେ ଡକେଇଛନ୍ତି। ଖରା ଟିକେ କମିଗଲେ ମୁଁ ତାଙ୍କ ପାଖକୁ ଯିବି। ତାଙ୍କର ଉଦ୍ଦେଶ୍ୟ ଅଛି ଯେ ଆମର ମୁଁ ଯୋଉ ତାତ୍ତ୍ୱିକ ଗବେଷଣା ଗୁଡାକ କରିକି ଲୋକମାନଙ୍କୁ ଦଉଛି, ଶାନ୍ତିର କୌଶଳ, ଶାନ୍ତି ବାର୍ତ୍ତା ଦଉଛି, ସେଇ ବାର୍ତ୍ତାକୁ ଭୁବନେଶ୍ୱରରେ ମାନେ ଗୋଟେ କିଛି ମାନେ ପ୍ରତିଷ୍ଠା କରିକିରି ସେଇ ଜାଗାରେ ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ଦେବା ପାଇଁ ତାଙ୍କର ଗୋଟେ ଉଦ୍ଦେଶ୍ୟ। ମୁଁ କହିଲି ସେଇଟା ଗୋଟେ ଭଲ କଥା, ଭାରି ସୁନ୍ଦର କଥା। ତେଣୁ ତାଙ୍କ ପାଟିରୁ ବି ବାହାରି ପାରିଲା ଆମେ ଗୋଟେ ଶାନ୍ତି ସଦନ କରିବା। ମୁଁ ବାସ୍ ଆପଣ କହିଲା କି କଣ ଗୋଟେ କରିବା। ମୁଁ କହିଲି କଣ ନୁହେଁ, ଆପଣଙ୍କ ପାଟିରୁ ଯୋଉ ଶାନ୍ତି ସଦନ ବୋଲି ବାହାରିଲା, ସେଇ ନାଁଟା ରଖିକି ଆମେ ଗୋଟେ ଶାନ୍ତି ସଦନ କରିଦେବା, ଦୟାନିଧି ଶାନ୍ତି ସଦନ। ତେଣୁ କରିବା। ଆଉ ମୁଁ ବି ଆଗ୍ରହୀ, ଯଦି ତାଙ୍କର ଉଦ୍ୟମ ଠିକ ସଫଳ ଏବଂ ନିର୍ମଳ ଥାଏ ତାହେଲେ ସେ ଜାଗାରେ ନିଶ୍ଚିନ୍ତ ଗଢି ଉଠିବ। ମୁଁ ଟିକେ ଏ କପଟିଆ, ଗାଲୁଆ, ମାଲୁଆ, ନାସ୍ତିକ, ଯୋଉମାନଙ୍କର କଥା ଠିକ ନାହିଁ, ଯୋଉମାନେ ମିଥ୍ୟା ଗାଲୁଆ, ସେମାନଙ୍କ ସହିତ ସମ୍ପର୍କ ରଖେ ନା। ବହୁତ ଲୋକ କହିଦିଅନ୍ତି କିନ୍ତୁ ତାଙ୍କ ମନେ ଗୋଟେ ପ୍ରକାର କର୍ମ ଗୋଟେ, ସେ ଲୋକ ସହିତ ମୁଁ ମୋଟେ ମିଶେ ନା। ଆଉ ଯଦି ବି ନନ୍ଦ ବାବୁ ପ୍ରକୃତ ଠିକ ଉଦ୍ଦେଶ୍ୟ ତାଙ୍କର ଥିବ, ଆଉ ଆପଣ ମାନେ ନିଶ୍ଚିନ୍ତ ଏ ବିଶ୍ୱର ବାବାକୁ ପାଇବେ। ପାଇସାରିଲା ପରେ ସେ ଜାଗାରେ ଆମେ ତ ଆଲୋଚନା କରିବା ନିଶ୍ଚିନ୍ତ। ଆଉ ତେଣୁ ଏଇଟା ଆପଣଙ୍କୁ କେମିତି ଲାଗୁଛି? ବହୁତ ଭଲ ଲାଗୁଛି। ଆମେ ଯିବୁ, କାହିଁକି ନା ମୋର ଗୋଟିଏ କଥା କଣ ଯେ ମୁଁ କୌଣସି ପନ୍ଥାର କୌଣସି କାହାକୁ ମୁଁ ଅବମାନନା କରେ ନା, କାହାକୁ ଅସମ୍ମାନ କରେ ନା, ସମସ୍ତଙ୍କୁ ସମାନ ଦିଏ। ମୁଁ ଚାହେଁ, ଧରନ୍ତୁ ନିଗମାନତ କୁହନ୍ତୁ ବା ଅନ୍ୟ ଯିଏ ହୁଅନ୍ତୁ, ତମେ ମାନେ ଠିକ ବାଟରେ କର୍ମ କରିକି ଉପରକୁ ଯାଅ, ଉପରେ ପହଞ୍ଚ। ଆମକୁ ତମେ ନ ମାନ, ଆମକୁ ସମ୍ମାନ ନ ଦିଅ, ମୋର ଦରକାର ନାହିଁ ସେଗୁଡାକ। କିନ୍ତୁ ମୋର ଗୋଟିଏ ଜିନିଷ ଦରକାର, ମାଧ୍ୟମରେ ଯଦି ତମେ କିଛି ଉପକୃତ ହେଇପାରିବ, ମୋ ଆତ୍ମା ଶାନ୍ତି ପାଇବ। ଆପଣଙ୍କର ଯେତେକ ଭିଡିଓ ଶୁଣିକିରି ମୁଁ ଜାଣିଲି ଯେ ପ୍ରକୃତ ଆପଣ ଠିକ ମାନେ ସାଧୁଙ୍କର କଥା କହୁଛନ୍ତି ଏବଂ ଆପଣଙ୍କର ଉଦ୍ଦେଶ୍ୟ ଠିକ ମୁଁ ବୁଝିପାରିଲି। ମୁଁ କେବେ ଫୋନ କରିନି କୌଣସି ବାବାଙ୍କୁ କି କୌଣସି, ଯେହେତୁ ମୁଁ ଠାକୁରଙ୍କୁ ଧରିଛି, ଠାକୁର ମୂଳ ଜିନିଷ ଗ୍ରହଣ କରୁଛ। ମୁଁ ଆମ ଠାକୁର ଶିଖେଇଛନ୍ତି କୌଣସି ପ୍ରକୃତ ସାଧୁ ମହାପୁରୁଷଙ୍କର ମାନେ ଉଦ୍ଦେଶ୍ୟ ମାନେ ଭୁଲ ନୁହେଁ। ତାଙ୍କ ସବୁ ସମସ୍ତେ ପ୍ରକୃତ ଗୋଟେ ଜାଗାରେ ପହଞ୍ଚିବାକୁ ସମସ୍ତେ ଚାହୁଁଛନ୍ତି। ଆଉ ମାନେ ସେମିତି କାହାର ନିନ୍ଦା କରିବା ଠିକ ନୁହେଁ। ଆଉ କିନ୍ତୁ ତମ ଗୁରୁଙ୍କ ପ୍ରତି ତମେ ସବୁବେଳେ ନିଷ୍ଠା ରଖି ଚଳିଥିବ, ତମ ଗୁରୁଙ୍କ ଆଦେଶ ମାନେ ଚଳିବ। ଆଉ ଆପଣଙ୍କ କଥାରୁ ମତେ ଲାଗିଲା ଠିକ ସେଇ କଥା ହିଁ ଆପଣ କହୁଛନ୍ତି। ସେଥିପାଇଁ ଆମର ଗୋଟେ କନେକ୍ଟ ହବାକୁ ଆପଣଙ୍କ ସହିତ ଇଚ୍ଛା ହେଲା ଯେ ଠାକୁର ବି ଆମର କହିଛନ୍ତି କୌଣସି ସାଧୁଙ୍କ ସହିତ, ପ୍ରକୃତ ସାଧୁଙ୍କ ସହିତ ମାନେ କନେକ୍ଟ ହବାର କିଛି ମାନେ ସେମିତି ଭୁଲ ନାହିଁ କିଛି। କିନ୍ତୁ ତମେ ପଥ ଗୁଡା ହୁଅ ନା, ପଥ ଗୁଡା ମାନେ ଇଏ ଗୁରୁ ଛାଡି ସେ ଗୁରୁ, ସେ ଗୁରୁ ଛାଡି ଏ ଗୁରୁ, ଏମିତି କୁହନ୍ତୁ ନାହିଁ। ମୁଁ ଗୋଟେ ଛୋଟିଆ ଉଦାହରଣ ଦଉଛି ଶୁଣ। ଗୋଟେ ସତୀ ସ୍ତ୍ରୀ, ଗୋଟେ ସତୀ ସ୍ତ୍ରୀର ତା ସ୍ଵାମୀ ହଉଛି ସର୍ବସ୍ୱ। ତାର ଅର୍ଥ ନୁହେଁ ଯେ ସେ ଅନ୍ୟ ପୁରୁଷ ସାଙ୍ଗରେ କଥାବାର୍ତ୍ତା ନ କରିବ। ଅନ୍ୟ ପୁରୁଷ ସାଙ୍ଗରେ ବାର୍ତ୍ତାଳାପ, କଥାବାର୍ତ୍ତା ସବୁ କଲେ ମଧ୍ୟ କିନ୍ତୁ ତା ସ୍ଵାମୀ ଆସନରେ ଅନ୍ୟ କାହାକୁ ବସେଇ ପାରିବନି। କିନ୍ତୁ ସ୍ଵାମୀ ଆସନରେ ସ୍ଵାମୀ ହିଁ ବସିବେ, କିନ୍ତୁ ଅନ୍ୟ ପୁରୁଷ ସାଙ୍ଗରେ ବାର୍ତ୍ତାଳାପ, କଥାବାର୍ତ୍ତା କରି ହବ। ବାର୍ତ୍ତାଳାପ କରିବା ଦ୍ୱାରା ମାନେ ଭିତରେ ଯୋଉ କୋଉଠି ଭୁଲ ଭାଲ, କୋଉଠି ନଲେଜ ଟା ବଢିପାରେ, ହେଇଯିବ। ଠିକ ସେଇଭଳି ପ୍ରକାର କଥା ଯେ ମୁଁ ବି ଏକ୍ଜାକ୍ଟ ଏଇ କଥା ସମସ୍ତଙ୍କୁ ହିଁ କହୁଛି। ଯଦି ପ୍ରକୃତ ଆମେ ପ୍ରକୃତ ସଦ୍ଗୁରୁ ପାଇଛନ୍ତି, ତେଣୁ ସେ ସଦ୍ଗୁରୁକୁ ଛାଡିବା ଅନୁଚିତ। ମୁଁ ଛାଡୁଛି ଅନ୍ତର ଭିତରେ ଆମର ସେ ସବୁବେଳେ ରହିଲେ। ସେଇ ସଦ୍ଗୁରୁକୁ ଧରିଥାଅ। ପ୍ରକୃତ ବାଟରେ ଯଦି କର୍ମ କରୁଛ, ଯଦି କିଛି ବେତାଳ କଣ ହଉଛି, ଗୁରୁ କିଏ ଦେହାନ୍ତ ହେଇଯାଇଛି, ଭଲ ମନ୍ଦ ହେଇଛନ୍ତି, ଏ ବିଷୟ ତମମାନଙ୍କୁ ନିଶ୍ଚିନ୍ତ ବାଟ କହିଦବ। ତମେ ତାଙ୍କୁ ସେଇ ବାଟରେ ଦେଖି ତମେ ଚାଲ, ହେଲା ଗୋଟେ। ଦ୍ୱିତୀୟ କଥା ହଉଛି, ଯଦି ସଦ୍ଗୁରୁ ନ ଧରିକି ବଦଗୁରୁ ଧରିଛ,
ତେଣୁ ବଦଗୁରୁ ଧରିଥିଲେ ତମେ ବଦଗୁରୁଙ୍କୁ ଛାଡି ପୁଣି ସଦଗୁରୁ ଆଉ ଥରେ ଧର। ସେଟା ଠିକ। ସେ ଆମ ଗୁରୁକୁ ହଉ ନିଗମାନନ୍ଦକୁ ହଉ ଯୋଉ ସଦଗୁରୁ ଯେକୌଣସି ଗୋଟେ ସଦଗୁରୁକୁ ଧରିକିରି ତମେ ପଥରେ ଚାଲ ଏବଂ ତମ ଚାଲିବା ପଥରେ ମୁଁ ନିଶ୍ଚିନ୍ତ ପଥ ପରିଷ୍କାର କରିଦେବି। ମୋର ଉଦ୍ଦେଶ୍ୟ ହଉଛି ଏଇଆ। ଯାହା ହଉ ଭାରି ଖୁସି ହେଲି। ଆମର ପାରାଦୀପରେ ଗୋଟେ ଧର୍ମ ସମ୍ମିଳନୀ ହୋଇଥାଏ ନିଗମାନନ୍ଦଙ୍କର। ଯଦି ନିଗମାନନ୍ଦଙ୍କର ହଉଥାଏ ସବୁ ଲୋକ ଯାଇ ସେଠି ବସିଛନ୍ତି ତାଙ୍କର ଆଲୋଚନା ଚାଲିଛି। ମୁଁ କଣ କଲି ନା ମୁଁ ଯାଇକି ତାଙ୍କର ସଭା ପଛ ଧାଡିରେ ମୁଁ ଯାଇକି ସେଠି ବସିଲି। ସମସ୍ତେ ବସିଲେ ମୁଁ ସଭା ପଛ ଧାଡିରେ ବସିଲି। ବସିଲା ପରେ ସୁଧାକର ବାବୁ କଣ କଲେ ନା ସେ ମତେ ଠାରିକି ଡାକିଲେ। କଣ ତାଙ୍କର ଭାବିଲେ ସେ ମତେ ଡାକିଲେ। ଡାକିଲା ପରେ ମୁଁ ଯାଇ ତାଙ୍କ ପାଖରେ ବସିଲି। ବସିଲା ପରେ ସେଠୁ ସିଏ ମତେ ପଦେ କିଛି କହିବା ପାଇଁ ସୁଯୋଗ ଦେଲେ। ଦେଇ ସାରିଲା ପରେ ମୁଁ ସେଠି 2ଟା ଧାଡି ମାତ୍ର କହିଛି, ଅଧିକା ନୁହେଁ। କଣ ଯେ ନିଗମାନନ୍ଦଙ୍କର ଗୋଟିଏ ବାକ୍ୟ ହଉଛି ଶଙ୍କରର ମତ ଗୌରାଙ୍ଗର ପଥ। ଏଇ 2ଟା କଥାଟାକୁ ମୁଁ ତାକୁ ସେଠି ତର୍ଜମା କଲି। ଶଙ୍କରାଚାର୍ଯ୍ୟଙ୍କର ମତଟାକୁ ଲକ୍ଷ୍ୟ ଥିବ ଆମର, ଲକ୍ଷ୍ୟ ଥିବ ଶଙ୍କରାଚାର୍ଯ୍ୟଙ୍କ ମତରେ ନିର୍ଗୁଣ ପରମ ବ୍ରହ୍ମକୁ ପାଇବା ପାଇଁ। କିନ୍ତୁ ଯିବା ପାଇଁ ବାଟ ଚାଲିଲେ ଆମେ ସାକାର ମୂର୍ତ୍ତି ବା ଗୌରାଙ୍ଗ ମହାପ୍ରଭୁଙ୍କ ଉପରେ ଯୋଉ ଅନୁସରଣ କରିକି ଆମେ ଯିବା। ଏଇ ଯୋଉ ସଲ୍ୟୁସନ ଟା ନିଗମାନନ୍ଦ କହିଥିଲି, ସୁନ୍ଦର ସଲ୍ୟୁସନ ଟେ, ମୁଁ ସେଠି ପ୍ରାୟ ଅଧଘଣ୍ଟେ ଧରିକିରି କହିଲି। କହିସାରିବା ପରେ ସେମାନେ ଏତେ ଖୁସି ହେଲେ ଯେ ଯୋଉଥିରେ କି ମତେ ପୁରା ଟେକି ନେଇଗଲେ। ଖାଇବା ପିଇବା ବହୁତ ଆନନ୍ଦ ଖୁସି ମଧ୍ୟ ହେଲୁ। କଣ ବୁଝିପାରିଲେ ନା? ତେଣୁ ସେମାନେ ମତେ ପଚାରିଲେ ଯେ ଆପଣ ନିଗମାନନ୍ଦଙ୍କ ବିଷୟରେ ଏତେ କଥା ଜାଣିଲେ କେମିତି? ମୁଁ କହିଲି ଦେଖନ୍ତୁ, ମୁଁ ନିଗମାନନ୍ଦଙ୍କର ଶାଡିଗୁରୁ ପଢିଛି। ଆମର ଦି କମ୍ପ୍ଲିଟ ୱାର୍କସ ଅଫ ବିବେକାନନ୍ଦଙ୍କର 8 ଖଣ୍ଡ 8 ଭଲ୍ୟୁମ୍ସ ତାକୁ ମଧ୍ୟ ପଢିଛି। ରାମକୃଷ୍ଣ ପରମହଂସ ବିଷୟରେ କିଛି ମଧ୍ୟ ଜାଣିଛି। ଅନ୍ୟାନ୍ୟ ସାଧୁ ସନ୍ନ୍ୟାସଙ୍କ ବିଷୟରେ କିଛି ମଧ୍ୟ ଟିକେ ଟିକେ ମୁଁ ଜାଣିଛି। ତେଣୁ ଗୋଟିଏ କଥା ହଉଛି ଯେ ମୋର ଖାଲି ଗୋଟିଏ କଥା ହେଲା, ମୁଁ ସମିତିକି ଶ୍ରଦ୍ଧା କରିବି। ଆଉ ଅନ୍ତରରେ ମୋ ଗୁରୁ ଛଡା କେହି ବସିପାରିବେନି। କିନ୍ତୁ ମୁଁ ସବୁ ସାଧୁଙ୍କୁ ଶ୍ରଦ୍ଧା କରିବି। ସମସ୍ତେ ମୋର ନମସ୍ୟ, ସମସ୍ତେ ମୋର ଇଷ୍ଟ। କଣ ବୁଝିପାରିଲେ ନା? ଏଇ ଚିନ୍ତାଧାରାରେ ମୁଁ ତ ମୋର ଚାଲିଛି। ଦେଖିବା କଣ ହଉଛି। ଯେ ମୁଁ ଗୋଟେ ପ୍ରୟାସ କଲି, ବହୁତ ଦିନ ଆଶା ଥିଲା। ଏବେ ୟୁଟ୍ୟୁବରେ ଛାଡିବା ପାଇଁ 2-3 ବର୍ଷ ହେଲା କି 5 ବର୍ଷ ହେଲା ପ୍ରୟାସ କରିଛି। ଏବଂ କଣ ଆପଣମାନଙ୍କ ଉପରେ କଣ ପ୍ରଭାବ ପଡୁଛି ଦେଖିବା। ଆଉ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋର କିଛି ଦରକାର ନାହିଁ। କିଛି ଟଙ୍କା ପଇସା ସୁନା ରୂପା କିଛି ଦରକାର ନାହିଁ। ଗୋଟିଏ ଜିନିଷ ଦରକାର, ଆପଣ ମାନଙ୍କ ହୃଦୟରେ ସ୍ନେହ ମମତା ଟିକେ ମୋ ଉପରେ ରହିଥାଉ। କର, ଦେଖିବା ତାର ସମ୍ପର୍କ ଥାଉ, ଆମେ କଣ କରିବା ଗୋଟେ। ପ୍ରଣାମ।